ଦେଖନ୍ତୁ ସେ ଜୀବଟା ଯାଇ ବସିଛି ସେଠି, ଦେଖିଲେ ତ କେତେ ବଡ଼ ଜୀବଟେ ରହୁଛି। ୟାକୁ ଝିଣ୍ଟିକା କୁହାଯାଏ। ଏ ଜଙ୍ଗଲରେ କେତେ ବଡ଼ ସବୁ ଝିଣ୍ଟିକା ରହୁଛନ୍ତି, ଝିଣ୍ଟିକା କୁହାଯାଏ। କନ୍ଦା ଗାଣ୍ଡରେ ଲାଗି ସେ ପଳେଇଯିବ, ଚାଲିଲା। ଦେଖନ୍ତୁ ଛଡ଼ା ହେଲା। ଇଏ ବହୁତ ସ୍ଲୋ ମୋସନ୍ ଜୀବଟିଏ, ନୁହେଁ ତରତର କି ନୁହେଁ ଜଲ୍ଦି। ଦେଖିଲେ ତ, ନିହାତି ଆପଣଙ୍କ କମେଣ୍ଟ ସେକ୍ସନରେ ନିହାତି ଆପଣ ମତାମତ ରଖିବେ। କେତେ ବଡ଼ ଝିଣ୍ଟିକାଟେ, ଇଏ ଗୋଟେ ପ୍ରଜାତିର ଝିଣ୍ଟିକା। ଦେଖନ୍ତୁ ତାର ଏଇଟା ଗାଣ୍ଡି ପଟ, ତାର ସେପଟ ମୁଣ୍ଡ ପଟ। କେହି ଜାଣିପାରିବେନି ଗାଣ୍ଡି କେଉଁଟା କି ମୁଣ୍ଡ ପଟ। ସେଇପଟେ ସେ ଆଖିରେ ଦେଖୁଛି ଆଉ ଶୁଣୁଛି, ସେଇପଟେ ଖାଉଛି। ଏପଟେ ଖାଲି ନିଷ୍କାସିତ କରିବା ପାଇଁ ତାର ବାଟ। ଟିକେ ସୁବିଧା ପାଇଲେ ସେ ଡେଇଁରେ ଚାଲିଯାଏ। ଏ ଡାଳରୁ ସେ ଗଛ ରହୁଛି। ଆଜ୍ଞା ଯଦି ଭଲ ଲାଗିଥିବ ନିହାତି କମେଣ୍ଟ ସେକ୍ସନରେ ଆପଣ ମତାମତ ରଖିବେ। ଜୟ ମା ସାରା ସୁନ୍ଦରୀ। ଚାଲନ୍ତୁ ଦେଖିବା ଆଜି ଆମେ ପପିନା କ୍ରିଏସନ୍ ଚ୍ୟାନେଲରେ କ'ଣ ଭଲ ଆଉ କ'ଣ ମନ୍ଦ, କ'ଣ ଅଦର୍ଶନୀୟ ଦର୍ଶାଇବେ। ଚାଲନ୍ତୁ ଦେଖିବା। ମୋର ପ୍ରିୟ ସବସ୍କ୍ରାଇବର ମାନଙ୍କୁ ମୁଁ ସ୍ୱାଗତ ଜଣାଇ, ତା ସାଥେ ସାଥେ ମୋର ପ୍ରିୟ ସବସ୍କ୍ରାଇବର ମାନଙ୍କୁ ମୁଁ ଆମନ୍ତ୍ରଣ କରୁ। ଆଜ୍ଞା ଦେଖନ୍ତୁ, ଏଇ ଜଙ୍ଗଲ ବିଷୟରେ କିଛି ଜାଣନ୍ତୁ, ଆଉ ଦେଖିବାକୁ କିଛି ଯଦି ପାଉଛନ୍ତି ତାହେଲେ କୁହନ୍ତୁ, ନହେଲେ ମୁଁ ଆପଣଙ୍କୁ ତା ସହିତ ଦେଖେଇଦେବି। ସେଇ ଜଙ୍ଗଲର ଆଜ୍ଞା ଦେଖନ୍ତୁ, ଏଇଟା କ'ଣ ଗୋଟେ ଡାଙ୍ଗ ନା ଆଉ କ'ଣ ବୋଲି ଆପଣ ଅନୁଭବ କରୁଛନ୍ତି କହିଲେ? ଏଇଟା ଗୋଟେ ଡାଙ୍ଗ ନା ଆଉ କ'ଣ ବୋଲି ଅନୁଭବ କରୁଛନ୍ତି? ଦେଖନ୍ତୁ, ଏଇଟା କିନ୍ତୁ ଆକ୍ଚୁଆଲି କହିବାକୁ ଗଲେ ଗୋଟେ ଜୀବ, କ'ଣ ନା କୀଟ। କେତେ ବଡ଼ ପୋକଟି ଯେ ଆପଣ ଅନୁଭବ କରିପାରୁଛନ୍ତି। ଦେଖନ୍ତୁ ଷ୍ଟାର୍ଟ ହେଇଗଲା, ଧୀରେ ଧୀରେ ହଲିବା ଷ୍ଟାର୍ଟ ହେଇଗଲା। ଆପଣ ଭାବୁଥିବେ ଯେ ଇଏ ଗୋଟେ ଡାଙ୍ଗ, କିନ୍ତୁ ଧୀରେ ଧୀରେ ହଲିବା ଷ୍ଟାର୍ଟ ହେଇଗଲା। ଦେଖିଲେ ତ, ଦେଖନ୍ତୁ ତାହେଲେ କୁଆଡ଼ୁ ଯିବ, କ'ଣ କରିବ, ସେ ଚେଷ୍ଟା କରୁଛି। ଦେଖନ୍ତୁ ଛାଡ଼ିବି, ବର୍ତ୍ତମାନ ସେ ପଳେଇଯିବ ଗଛକୁ। ଦେଖିଲେ ତ, ଦେଖନ୍ତୁ ଅଟୋମେଟିକ୍ ଚାଲିଲା, ସେ ଆରାମସେ ଚାଲିଲା। ତା ସହିତ ଆଉ ଗୋଟେ ବି ଢାଳକୁ ଧରୁଛି, କାରଣ ଏଇଟା ଓହରିଯିବ। ଦେଖନ୍ତୁ ଜୟ ମା ସାରା ସୁନ୍ଦରୀ। ଚାଲନ୍ତୁ ଦେଖିବା ଆଜି ଆମେ ଯିବା ପପିନା କ୍ରିଏସନ୍ ଚ୍ୟାନେଲକୁ ସ୍ୱାଗତ ଜଣାଇବା, ଆଉ ତା ସାଥେ ସାଥେ ମୋର ପ୍ରିୟ ସବସ୍କ୍ରାଇବର ମାନଙ୍କୁ ସ୍ୱାଗତ ଜଣାଇବା, ଆମନ୍ତ୍ରଣ କରିବା। ମୋ ପ୍ରିୟ ସବସ୍କ୍ରାଇବର ନିହାତି ମୁଁ ଅନୁରୋଧ କରିବି, ଆଜି ଚାଲ ଯିବା ରୋହଡ଼ କରରେ ଜଙ୍ଗଲ ବୁଲିବା। ସେ ଜଙ୍ଗଲରେ କ'ଣ ଦେଖିବା? ଏ ଜଙ୍ଗଲରେ ଲୁଚି ରହିଛି କ'ଣ ଆପଣ ଜାଣିପାରିବେ ନାହିଁ, କିନ୍ତୁ ଆପଣଙ୍କୁ ମୁଁ ଦେଖେଇଦେବି। ବହୁତ ଜୀବନରେ କେବେ ଦେଖିନଥିବେ, ବହୁତ ବିଶାଳ